ଭାଷଣବାଜି ସୂଚନା ଫଳକ ଓ ଭିତ୍ତିପ୍ରସ୍ତର ଭିତରେ ଅଟକି ଯାଇଛି ବିକାଶ। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ଓ ସାଂସଦମାନେ ଆଶୀର୍ବାଦ ବର୍ଷ ଦିବସ ପୂର୍ତ୍ତି ପାଳନ କରି ନିଜ ନିଜର ସଫଳତାର ରିପୋର୍ଟ କାର୍ଡ ପ୍ରଚାର କରୁଥିବା ବେଳେ ଦଳର ମୁଖପାତ୍ର ସମୀର ରଞ୍ଜନ ଦାସଙ୍କ ବିସ୍ଫୋରକ ବୟାନ ପରେ ବିଜେପି ସରକାରଙ୍କର ବିକାଶର ଅସଲ ଚେହେରା ସାମ୍ନାକୁ ଆସିଛି। ନିମାପଡ଼ାରେ ବିଜେପି ଦୁଇ ଦିନିଆ ଉତ୍କଟ ନିମାପଡ଼ା ପାଳନ କରୁଥିବା ବେଳେ ପିପିଲିରେ ଆଶୀର୍ବାଦ ବର୍ଷ ପୂର୍ତ୍ତି ଦିବସ ପାଳନ କରୁଛି ବିଜେପି। ଖୋଲା ମଞ୍ଚରେ ବିଜେପିର ନେତୃତ୍ୱମାନେ ଏକ ବର୍ଷ ମଧ୍ୟରେ ନିଜ ନିଜର ବିଧାନସଭା କ୍ଷେତ୍ର ଓ ସଂସଦୀୟ କ୍ଷେତ୍ରର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ସବୁକିଛି ଗୁମର ଖୋଲି ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ବିଜେପିର ମୁଖପାତ୍ର ସମୀର ରଞ୍ଜନ ଦାସ ଓରଫ ବାଇନା। ବିକାଶରେ ବ୍ରେକ୍ ଲାଗିଯାଇଥିବା ଓ ବିକାଶ ପାଇଁ ମାଟି ଗାଣ୍ଡୁଏ ପଡ଼ିନଥିବା କହି ସବୁ କାମ ପୁରୁଣା ଆର୍ଥିକ ବର୍ଷର ଅର୍ଥାତ୍ ପୁରୁଣା ସରକାର ନବୀନ ସରକାରଙ୍କ ସମୟର ଟଙ୍କା ବୋଲି ସ୍ପଷ୍ଟ କରିଛନ୍ତି। ନିମାପଡ଼ାରେ ତାଙ୍କ ସମୟରେ ଯେଉଁ ସବୁ ପ୍ରୋଜେକ୍ଟ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ଉକ୍ତ ଟଙ୍କାରେ ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରାଯାଇଥିବା କହିଥିବା ବେଳେ ବର୍ଷକ ମଧ୍ୟରେ ବିକାଶ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା କଥାକୁ ସ୍ୱୀକାର କରିଛନ୍ତି। ଏପରିକି ବିନା ଫିସ୍ରେ ଆଉ କିଛି ହେଉନାହିଁ ବୋଲି ଖୋଦ୍ ବିଜେପିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହା କହିବା ପରେ ଏହା ପ୍ରମାଣିତ ହେଉଛି ବିକାଶ କେବଳ ନିମାପଡ଼ାରେ ବ୍ରେକ୍ ଲାଗିନାହିଁ, ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିକାଶରେ ବ୍ରେକ୍ ଲାଗିପଡ଼ିଛି। ଯଦିଓ ନିମାପଡ଼ାର ପଡ଼ୋଶୀ ନିର୍ବାଚନ ମଣ୍ଡଳୀ ପିପିଲିରେ ବିଜେପି ଆଶୀର୍ବାଦ ବର୍ଷ ପୂର୍ତ୍ତି ଦିବସ ପାଳନ କରି ଉଭୟ ସାଂସଦ ଓ ବିଧାୟକ ନିଜର ସଫଳତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖିଛନ୍ତି, କିନ୍ତୁ ପିପିଲିରେ ବିକାଶର ଗତିରେ ଶୀତଳତା ଲାଗି ରହିଥିବା କଥାକୁ ଅସ୍ୱୀକାର କରାଯାଇ ନପାରେ। କାରଣ ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ାରେ ଯଦି ଗାଣ୍ଡୁଏ ମାଟି ପଡ଼ିନାହିଁ, ତେବେ ପିପିଲିରେ ଏହି ବର୍ଷକ ମଧ୍ୟରେ କ'ଣ ବିଜେପି କରିଛି ବୋଲି ପ୍ରଶ୍ନ କରୁଛି ବିଜେଡି। ନାମ ଫଳକ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ହେଲେ ବିକାଶ ହୁଏ ନାହିଁ ବୋଲି ଅଭିଯୋଗ ଆଣିଛି ବିଜେଡି। ସେପଟେ ସମାନ ଅଭିଯୋଗ କରୁଛି କଂଗ୍ରେସ। ପିପିଲିରେ ବିକାଶ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା କଥାକୁ ସ୍ୱୀକାର କରୁଛି। କଙ୍କଡ଼ାକୁ ଗୋଳି ପାଣି ଶୁଆଇଲା ଭଳି ନିମାପଡ଼ାରେ ବିଜେପିର ବରିଷ୍ଠ ନେତା ସମୀର ରଞ୍ଜନ ଦାସଙ୍କ ବୟାନ ବିଜେପିକୁ ବ୍ୟାକ୍ଫୁଟ୍କୁ ନେଇଥିବା ବେଳେ ବିଜେପି ବିକାଶର ଅସଲ ଚେହେରାକୁ ପଦାରେ ପକାଇ ବିଜେଡି ଓ କଂଗ୍ରେସ ପୂର୍ବରୁ କହି ଆସୁଥିବା ଦାବିକୁ ସତ ପ୍ରମାଣିତ କରିଛି। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ। ତାପରେ ଓଡ଼ିଶା ସରକାରଙ୍କର ସେ ଉପମୁଖ୍ୟମନ୍ତ୍ରୀ ହେଇଛନ୍ତି। ଆମେ ଆଶାବାଦୀ, ଆମେ ଯେହେତୁ 50ରୁ 55,000 ଭୋଟ ଦେଇଛୁ, ଆମେ ପ୍ରଚଣ୍ଡ ଆଶାବାଦୀ ଯେ ନିମାପଡ଼ା ଗୋପର ଅନେକ ବିକାଶ ହେବ। କିନ୍ତୁ ଏ ଗୋଟେ ବର୍ଷ ଯଦି ଅତିବାହିତ ହୋଇଗଲା, ଆପଣ ଦେଖିବେ ଏ ଗୋଟିଏ ବର୍ଷ ଭିତରେ ମାନନୀୟ ଉପମୁଖ୍ୟମନ୍ତ୍ରୀ ଯେତିକିଟି ଶୁଭ ଦେଇଛନ୍ତି, ଯେତିକିଟି ଉଦ୍ଘାଟିତ କରିଛନ୍ତି, ଇଏ ସବୁ ହେଉଛି 22, 23, 23, 24 ଫାଇନାନ୍ସିଆଲ ଇୟରର ପଇସା। ଆପଣ ମାନେ ଗୋପରେ ବାଇପାସ୍ ରୋଡ଼ କଥା ଦେଖନ୍ତୁ, ଆପଣଙ୍କର ଯେଉଁ ଏନ୍ଏସିର ଡ୍ରେନେଜର ଶୁଭ ଦିଆଗଲା 3 କୋଟି ଟଙ୍କା ଆପଣ ଦେଖନ୍ତୁ, ଏ ସବୁ ହେଉଛି 23, 24ର ସାଂସନ୍ ପଇସା। ଆଜି ଯାହା ଉଦ୍ଘାଟିତ କରୁଛନ୍ତି, ଯାହା ଶୁଭ ଦିଆହେଉଛନ୍ତି, ସେ ପାଣି ଟାଙ୍କିଟେ କୁହନ୍ତୁ, ଅଙ୍ଗନବାଡ଼ିଟେ କୁହନ୍ତୁ, କୋଠ ଘରଟେ କୁହନ୍ତୁ, ଇଏ ସବୁ ହେଉଛି 22, 23, 23, 24ର ଯେଉଁ ଫାଇନାନ୍ସିଆଲ ଇୟର। ମୋ ସମୟରେ ଯାହା ଯାହା କଥା ଗୁଡ଼ିକ ଥିଲା ତାହା କାର୍ଯ୍ୟକ୍ରମ ହେଇଛି, ହେବା ଉଚିତ, ସେଥିରେ କିଛି ମୋର ଘଟଣାନ୍ତି, ଏଥିରେ କିଛି ଦ୍ୱିମତ ନାହିଁ। କାହିଁକି ହେଲା ମୁଁ ଏ ପ୍ରଶ୍ନ ପଚାରୁନି, କିନ୍ତୁ ହେଇଛି। ନୂଆ ସାଂସନ୍ କିଛି ହେଇନାହିଁ। ତେଣୁ ଆଜି ଉତ୍କର୍ଷ ନିମାପଡ଼ା ନାଁରେ ଯେଉଁ କାର୍ଯ୍ୟକ୍ରମ ହେଉଛି, ଆମେ ଆଉ 4 ବର୍ଷ ଯେଉଁ ରହିଲା, ଆମେ ପ୍ରଚଣ୍ଡ ଆଶାବାଦୀ ତାରି ମାଧ୍ୟମରେ ନିମାପଡ଼ା ଗୋପର ଆମେ 15 ବର୍ଷ ଭିତରେ ଯାହା ଯାହା ସମସ୍ୟା ମୁଁ ଦେଖିଥିଲି ଚେଷ୍ଟା କରିଛି ସମାଧାନ କରିବା ପାଇଁ। ଆଉ ଯାହା ଯାହା ଅଛି ତାକୁ ନିଶ୍ଚିନ୍ତ ଭାବରେ ସେ ତାଙ୍କର ଏଇ ଉତ୍କର୍ଷ ନିମାପଡ଼ା ମାଧ୍ୟମରେ ହେଉ ବା ଯେଉଁ ମାଧ୍ୟମରେ ହେଉ, ଆସନ୍ତା 4 ବର୍ଷ ଭିତରେ ଏ କଥା ସମାଧାନ ହେବ, ଏ କାର୍ଯ୍ୟ ହେବ। ଆମେ ପ୍ରଚଣ୍ଡ ଆଶାବାଦୀ ଖାଲି ନୁହେଁ, ଆମେ ଦାବି କରୁଛୁ ଯେ ତୁରନ୍ତ କର। ବର୍ଷେକ ପଳେଇଲା, କିଛି ଏପର୍ଯ୍ୟନ୍ତ କରିନ, ମାଟି ଟୋକେଇ କେଉଁଠି ପକେଇନ। ଯାହା ଥିଲା ସେ ପଇସା ପୁରୁଣା ପଇସା, ମୋରି ସମୟର ପଇସା, 22, 23, 23, 24 ଫାଇନାନ୍ସିଆଲ ଇୟରର ପଇସା ବା ତା ପୂର୍ବର ପଇସା ଆଜିର କାର୍ଯ୍ୟକ୍ରମ ହେଉଛି। ସେ ରିପୋର୍ଟ କାର୍ଡରେ ଆପଣ ଦେଖନ୍ତୁ, ଆପଣମାନେ ଗଣମାଧ୍ୟମ, ମୁଁ ତ ଦୁଃଖର ସହକାର କହୁଛି, ଏ ବର୍ଷକ ଭିତରେ ଗଣମାଧ୍ୟମ ଯେଉଁଟା ଆଣିବା କଥା ପିକ୍ଚରକୁ ଆପଣମାନେ ଏପର୍ଯ୍ୟନ୍ତ ଆଣିପାରିନାହାନ୍ତି। ତାର ଫାଇନାନ୍ସିଆଲ ସାଂସନଟା କେଉଁ ଇୟରରେ ଦେଖନ୍ତୁ। ପ୍ରତ୍ୟେକ ଫଣ୍ଡସର ଯେଉଁ ଆଲଟମେଣ୍ଟ ହେବ ତାର ଗୋଟେ ଫାଇନାନ୍ସିଆଲ ସାଂସନ୍ ଥାଏ, ଫାଇନାନ୍ସିଆଲ ଆଲଟମେଣ୍ଟ ଥାଏ। ଆପଣ ସବୁ ଆଲଟମେଣ୍ଟ ଦେଖିବେ 23, 24ର, 22, 23ର, 24, 25ର ଫାଇନାନ୍ସିଆଲ ଆଲଟମେଣ୍ଟ କେତେ ଅଛନ୍ତି ବର୍ଷକ ରିପୋର୍ଟ କାର୍ଡ ଭିତରେ ଆପଣ ସେଟାକୁ ଆପଣ ଖୋଜିବେ, ଦେଖିବେ। ଏଇଟା ଗଣମାଧ୍ୟମର ଦାୟିତ୍ୱ ଆପଣମାନଙ୍କର।
कौन से कथाटा जोटा जहाँ देखते सर्वनाम कौन तुम गठन पूरण कर यही कथाटा यही वर्षक भितर मु नुआ कथा करी कथा तो आम आखि देखाऊनी आउ थे रिपीट करुच्ची गणमाध्यम बंधु मैंने जो सैंक्शन लेटर देखु आपण मैंने जो कौ वर्षर फाइनान्शियल अप्रूवाल निश्चिंत भाव में आपण मैंने देखिए ए शुभदेले आपंकर ड्रेनेज शुभदेले एनएसी मु तो स्पष्ट शब्द कहूँ ये हूँ 23-24 फाइनान्शियल अप्रूवाल आपंकर गोप बाली घाई जो आपंकर घटना रास्ता आपण मैंने तो गणमाध्यम प्रतिनिधि आपण घर दुआर मुँह देकर जाइए आपन तो जानते 22-23 फाइनान्शियल अप्रूवाल गोटे प्रोजेक्ट कहतु जहाँ 24-25 फाइनान्शियल अप्रूवाल से उद्घाटित कले शुभदेले जहाँकि गोटे लोक आखिकी देखला भाया एवं बारबाटी 2 जोटा न्यू बारबाटी कहुच्छी पैसा मुझे 40 लाख देती टेंडर होता से पड़िया पोतिया एवं उत्कर्ष निमापड़ा ना से बर्तमान कार्यक्रम हो गोटे नुआ कथा देखुची कौन 15 वर्ष भितर निमापड़ा गोप्रे एमएलए लियाडे पीसी जाऊ ना एमपी लियाडे पीसी जाऊ ना मुख्यमंत्री फाइनान्स सीएम फंड रे जाऊ ना जिते कम्युनिटी सेंटर होता से पीसी जाऊ ना ऑफिसर माने मागिया को साहस करूँ डे 1 रु 9 मसीह बैठक रोकठोक भाव मना करी ए वर्षक भितर आपण मैंने देखिए सबू कहीं बर्तमान बिना पीसी रे एमएलए लियाडे बिल हो बिना पीसी रे एमपी लियाडे बिल होना सबू कथार दरकार हो गोटे कथा मुझे बर्तमान देखिली जोटा नाला केतबेले बाकी आउ कौन अच्छे मुझे जानी कि मुझे आशावादी आम दाबी करुचु आम भोट देचु आम डीसीएम करैचु दयारे आम कहूनु ये कर्तव्य तांकर ये कथा को करने आम प्रचंड आशावादी से करेंगे किंतु से माने जो मिछ बाहास्पट मारुचंदी आम डेलांग पिपिली निर्वाचन मंडली रे विकास करिजु विकास रो कथा खाली माइक्रोफोन हो कि मीडिया सामने कहीदेले हबनी कौन कौन विकास करिचंदी ताहा डेलांग पिपिलीवासी जानिबा दरकार जो विकास आपण माने समस्ते जानिचंदी विगत 1 वर्ष है डेलांग पिपिली रे आईन श्रृंखला परिस्थिति ठारू आरंभ करी अभावी धान बिक्री पर्यंत कौनसी तीरे वर्तमान सरकारंकर हस्तक्षेप नाही किछि काम हेउनाही खाली अजथारे से माने जुक्ति करुचंदी आमे आ करूछु आमे ता करूछु मुख्यमंत्री कहिकी गले शीतल भंडार करिए बेली तार एपर्यंत किछि स्टार्ट हेई पारि नाही ता बाद कौनसी गाँव में आपड़ देखु डेलांग पिपिली विभिन्न गाँव में अच्छा जहाँ करते रुद्र प्रताप महारथी जहाँ करते मान्यवर पूर्वतन मुख्यमंत्री नवीन पट्टनायक कौन सी ग्राम दीर्घ 1 वर्ष हो माटी गांडुए पकई ना सीधा सड़क कहवा चाहूँ आपण जरिया जदि कर तार प्रमाण दिंतु एवं लोक कहतु एमती अभिशाप दिवस भली लगुच आम पिपिली आपड़ भल भाव जानी उन्नतिमूलक कार्यक्रम आज जहाँ भी पूर्वतन मुख्यमंत्री नवीन पट्टनायक हूँ पूर्वतन विधायक आम रुद्र प्रताप महारथी हूँ जहाँ कर प्रोजेक्ट आनी इरिगेशन डिपार्टमेंट कहतु आरडी डिपार्टमेंट कहतु कि आमर पिपिली चांदुआर डेवलपमेंट कथा कहतु जिते गुड़े प्रोजेक्ट 2 वर्ष भितर से आनी बस स्टाण्डर कथा कहतु ये सब उन्नतिमूलक कार्यक्रम आम अनुभव कले बर्तमान सुधा भी गोटे ठी कौन सी जगार तार विकसित हो पारा ना आपड़ देखो बस स्टाण्ड आम आनी बर्तमान से बस स्टाण्ड बर्तमान हो पारे चांदुआ प्रकल्प उपर एक कथा पर्यायक्रमे सब बेले कहते आम आणलु आम करूँ या हम से हम आज भी ना वर्षे हो गला द्वितीय कथा आउ गोटे कथा विकास कर जे हाँ मानवु आम विकास को केवे अवलंबन करूँ ना विकास से गोटे कथा कर पाखापाखि 15टी बालीघाट से खोलते राति से बालीघाट चोराचालाण होमर गाँ गाँ जहाँ काम होइछि दिवंगत नेता प्रदीप महारथी एवं पूर्वतन विधायक रुद्र प्रताप महारथी एवं पूर्वतन मुख्यमंत्री ओडिशार मान्यवर मुख्यमंत्री नवीन पट्टनायक समय होइछि आपण मैंने मोठू भल भाव आपण मैंने बेसी जानी तथ्य जितेबाला बीजेपी सरकार को आसला सेतेबेले से कौन कही पीसी मुक्त करिवो प्रथमे तार थिला पीसी मुक्त करिवो एवं परिवर्तन जो परिवर्तन से नारा दौरान से परिवर्तनटा कौन होइछि आपण देखंतु पिपिली डेलांग हो निमापड़ा हो आमर पुरी जिलार सत्यवादी हो जेतेटा निर्वाचन मंडली रे बीजेपी आसीछि सेठी परिवर्तन कौन होइछि केवल गाँ गाँ भितर दंगा सृष्टि होइछि साधारण सामान्य कथा को लेकिन दलीय इंटरफेयर जोगु राजनैतिक चाप जोगु आज प्रति गाँव में खंडा तलुआर बोमा उठुछि सतना मिछ आज डेलांग पिपिली निमापड़ा निर्वाचन मंडली रे पीवा पानी नहीं
ବର୍ଷା ଦିନ ଆସୁଛି, ନଦୀ ବନ୍ଧର ଅବସ୍ଥା କହିଲେ ଶୋଚନୀୟ। ସମୀର ଦାସ କିଛି ଭୁଲ କହିନାହାନ୍ତି। ଯାହା ବିଜେଡି ଗଭର୍ଣ୍ଣମେଣ୍ଟରେ ଯୋଉ ଟଙ୍କା ସାଂକ୍ସନ ହେଇଥିଲା ଆମ ଗାଁ ଆମ ବିକାଶ, ସେ ଟଙ୍କା ଆଜି ଅଧାବନ୍ତରିଆ ହେଇ ପଡିଛି। କେବଳ ପିସି ଆମକୁ କେତେ % ପିସି ଦେଲେ ସେ କାମ ହବ। ଏ ସରକାର ଖାଲି ଚାନ୍ଦା କଲେକ୍ସନରେ ରହିଲେ।